1990 ମସିହାରେ ନାଗଫଣି ଫଳ ଚାଷ ଆରମ୍ଭ ହୋଇଥିଲା। ବର୍ତ୍ତମାନ ଆମ ଦେଶରେ କର୍ଣ୍ଣାଟକ, କେରଳ, ତାମିଲନାଡୁ, ମହାରାଷ୍ଟ୍ର, ଗୁଜରାଟ, ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶରୁ 400 ଉର୍ଦ୍ଧ୍ୱ ହେକ୍ଟର ଜମିରେ ଏହାକୁ ଚାଷ କରାଯାଉଛି। ନାଗଫଣି ଫଳରେ ପ୍ରଚୁର ପରିମାଣରେ ଭିନଲ୍ସ, ଫ୍ଲାଭୋନଏଡ୍ସ, ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍ ସି ମହଜୁଦ ଥାଏ। ଏହି ଫଳ ସାଧାରଣତଃ ଦୁଇ ପ୍ରକାର ଥାଏ। ଭିତର ଫଳ ଅଂଶ ଗୋଲାପୀ ରଙ୍ଗର କିମ୍ବା ଧଳା ରଙ୍ଗର ହୋଇଥାଏ। ଗୋଲାପୀ ରଙ୍ଗର ଫଳରେ ଅଧିକ ପରିମାଣରେ ଗୁଣାତ୍ମକ ମାନ ଥାଏ। ବାର୍ଷିକ 1145ରୁ 2540 ମିଲିମିଟର ବୃଷ୍ଟିପାତ ଓ ତାପମାତ୍ରା 20ରୁ 29 ଡିଗ୍ରୀ ସେଲସିୟସରେ ନାଗଫଣି ଫସଲ ଚାଷ କରାଯାଇପାରେ। ନିଗିଡ଼ା, ବାଲିଦୋରସା ଓ ପ୍ରଚୁର ପରିମାଣରେ ଜୈବିକ ଅଂଶ ଥିବା ମାଟିରେ ଏହାକୁ ଚାଷ କରାଯାଇଥାଏ। 20ରୁ 25 ସେଣ୍ଟିମିଟର ଲମ୍ବର କାଣ୍ଡ କାଟି 12ରୁ 30 ସେଣ୍ଟିମିଟର ଆକାରର ପଲିଥିନ୍ ମୁଣାରେ ଚାରା ପ୍ରସ୍ତୁତ କରାଯାଏ। ମୁଖ୍ୟ ଜମିରେ ରୋପଣ ପୂର୍ବରୁ 3 ମିଟର 3 ମିଟର ଦୂରତାରେ 2 ମିଟର ଉଚ୍ଚ କଂକ୍ରିଟ ଖୁଣ୍ଟ ପୋତାଯାଏ। ପ୍ରତି ଖୁଣ୍ଟ ମୂଳରୁ 9 ଇଞ୍ଚ ଛାଡ଼ି ଚତୁଃପାର୍ଶ୍ୱରେ 4ଟି ଚାରା ରୋପଣ କରାଯାଏ। ଫସଲକୁ ମଡ଼ାଇବା ପାଇଁ ଖୁଣ୍ଟି ଉପରେ ଲୁହା ପାତରେ ତିଆରି ଗୋଲାକାର ଚକ୍ରି ଲଗାଯାଏ। ଫସଲ କାଣ୍ଡ ବୃଦ୍ଧି ହୋଇ ଖୁଣ୍ଟିର ଅଗ୍ରଭାଗରେ ପହଞ୍ଚିଥାଏ ଏବଂ ସେଠାରୁ ତଳକୁ ଓହଳିଥାଏ। ବର୍ଷକୁ ପ୍ରାୟ 50ଟି ଶାଖା ପ୍ରଶାଖା ବାହାରିଥାଏ। ସାଧାରଣତଃ ମେ ମାସରୁ ଅଗଷ୍ଟ ମାସ ମଧ୍ୟରେ ଫୁଲ ଆସିଥାଏ ଏବଂ 30ରୁ 40 ଦିନ ପରେ ଫଳ ଅମଳ ହୋଇଥାଏ। ଫସଲ ଲଗାଇବାର 12ରୁ 15 ମାସ ପରେ ଅମଳ ହୋଇଥାଏ। ପ୍ରଥମ ବର୍ଷ ପ୍ରତି ଖୁଣ୍ଟ ପିଛା 14ରୁ 22ଟି ଫଳ ଅମଳ ହୋଇଥାଏ ଏବଂ ପରବର୍ତ୍ତୀ ବର୍ଷରେ ଅଧିକ ଅମଳ ଯଥା 30ରୁ 35 କେଜି ପର୍ଯ୍ୟନ୍ତ ହୋଇଥାଏ। ଧଳା ଦାନା ଥିବା ଫଳ 400 ଗ୍ରାମରୁ 500 ଗ୍ରାମ ହୋଇଥିବା ବେଳେ ଗୋଲାପୀ ଦାନା ଥିବା ଫଳ 330 ଗ୍ରାମ ହୋଇଥାଏ। 3 ବର୍ଷରେ ହେକ୍ଟର ପିଛା 10,40,000 ଖର୍ଚ୍ଚ ହେଉଥିବା ବେଳେ 29,40,000 ମୋଟ ଆୟ ହୋଇଥାଏ ଏବଂ 19 ଲକ୍ଷ ଲାଭ ମିଳିଥାଏ।